କାହା ଯୋଗୁଁ କିଏ ନଷ୍ଟ ହେଲେ କ'ଣ ହୁଏ? ଦୁଷ୍ଟ ମନ୍ତ୍ରୀ ଦ୍ୱାରା ରାଜା ନଷ୍ଟ, ଟାଉଟର ଦ୍ୱାରା ଗ୍ରାମ ନଷ୍ଟ, ପକ୍ଷପାତିତାରେ ବିଚାର, ଶଳା କଥାରେ ଭାର୍ଯ୍ୟା, ରାଜାର ସ୍ୱେଚ୍ଛାଚାରିତାରେ ରାଜ୍ୟ, ପୁଅ ମୂର୍ଖ ହେଲେ ବଂଶ, ମାଗି ଚଳିଲେ ମାନ, ଦାସତ୍ୱ କଲେ ସମ୍ମାନ, ଧର୍ମ କାର୍ଯ୍ୟରେ ପାପ, ଝିପି ଝିପି ବର୍ଷାରେ ବାଟ, ଦରିଦ୍ର ହେଲେ ସ୍ୱଭାବ, ବଜାରରେ ଯୁବତୀ ବୁଲିଲେ ନଷ୍ଟ, ବନ୍ଧୁଜିମାରେ ଧନ ରହିଲେ, ସାଧୁ ସଙ୍ଗରେ ଅଜ୍ଞାନତା, ବେଦଜ୍ଞ ବ୍ରାହ୍ମଣ ବିନା ଯଜ୍ଞ ଶ୍ରାଦ୍ଧ, ଅବେଳରେ କାର୍ଯ୍ୟ କଲେ, ବେଶ୍ୟାସକ୍ତ ହେଲେ ଚରିତ୍ର, ନଦୀ କୂଳରେ ଚାଷ, ଲଜ୍ଜାହୀନା କୁଳବଧୂ ପାଇଁ ଗୃହ ନଷ୍ଟ ହୋଇଥାଏ ଓ ମଣିଷର ବୁଦ୍ଧି ଭ୍ରଷ୍ଟ ହେଲେ ଜୀବନ ନଷ୍ଟ ହୋଇଥାଏ।